ଦିନରେ ଫେରି ରାତିରେ ଚୋରି ଅନ୍ତରାଜ୍ୟ ଚୋରଙ୍କୁ ବାନ୍ଧିଲା ପୋଲିସ। ଠାକୁରମୁଣ୍ଡା ଅତିରିକ୍ତ ଏସ୍ପି ଯଦୁନାଥ ଜେନା ଠାକୁରମୁଣ୍ଡା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଝାଡ଼ଖଣ୍ଡ ରାଜ୍ୟରୁ ଦୁଇ ଦୁର୍ଦ୍ଦାନ୍ତ ଚୋରକୁ ବାନ୍ଧି ଆଣିଥିବାର ଖୁଲାସା କରିଛନ୍ତି। ଗତ ଫେବୃଆରୀ 11 ତାରିଖ ରାତିରେ ସିନ୍ଧୁଘାତ କରି ଗୋଟିଏ ସୁନାଗହଣା ଦୋକାନରୁ ଲକ୍ଷାଧିକ ମୂଲ୍ୟର ସୁନା ରୂପା ନେଇଯାଇଥିବାର ଅଭିଯୋଗ ହୋଇଥିଲା। ପୋଲିସ ପାଇଁ ଚୋର ଧରିବା ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଥିଲା। ଡିଆଇଜି ପିନାକ ମିଶ୍ରଙ୍କ ମାର୍ଗଦର୍ଶନ ଓ ଏସ୍ପି ବରୁଣ ଗଣ୍ଡୁପାଲିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଠାକୁରମୁଣ୍ଡା ଥାନାଧିକାରୀ ସାବିତ୍ରୀ ଦଳେଇ ଏବଂ ମୋରଡ଼ା ଆଇଆଇସିଙ୍କୁ ନେଇ ଗଠିତ ଏକ ଟିମ୍ ନିର୍ଦ୍ଦିଷ୍ଟ ସୁରାଗ ପାଇବା ପରେ ଝାଡ଼ଖଣ୍ଡ ରାଜ୍ୟର ରାଜମହଲ ଥାନା ମୋରଗିତାଲା ଗ୍ରାମର ଅଲାମ ଶେଖଙ୍କୁ ଓ ରାଧାନଗର ଥାନା ଅମାନତ ଗ୍ରାମର ଅମିର ମହମ୍ମଦ ଅଭିଯୁକ୍ତଙ୍କୁ ଯୋଶୀପୁର ଅଞ୍ଚଳରୁ ଉଠାଇବା ସହିତ ସେମାନଙ୍କ ନିକଟରୁ ସୁନା ଓ ରୂପା ମୋବାଇଲ ତଥା ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ମୁଖ୍ୟ ଆସାମୀ ସମେତ ଅନ୍ୟ ସାଥୀମାନେ ଖସି ପଳାଇ ଯାଇଛନ୍ତି। ତେବେ ସେମାନଙ୍କୁ ଖୁବ୍ ଶୀଘ୍ର ଧରିବ ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଯଦୁନାଥ ଜେନାଙ୍କ ସମେତ ଏସ୍ଡିପିଓ ବନକୃଷ୍ଣ ନାୟକ ଥାନାଧିକାରୀ ସାବିତ୍ରୀ ଦଳେଇ ଉପସ୍ଥିତ ଥିଲେ। ପୋଲିସର ସୂଚନା ମୁତାବକ ଚୋରିରେ 8 ଜଣ ସମ୍ପୃକ୍ତ ଅଛନ୍ତି। ଆସାମୀମାନେ ଠାକୁରମୁଣ୍ଡାରେ ରହି ଫେରି କରି ଚାଦର ଓ ଲୁଗା ଆଦି ବିକ୍ରି କରୁଥିଲେ। ଦୋକାନ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ହାସଲ କରିସାରିଲା ପରେ ଅନ୍ୟ ସାଥୀମାନଙ୍କୁ ଡାକିଥିଲେ। ଆଡିସନାଲ ଏସ୍ପି ନିବେଦନ କରି କହିଛନ୍ତି ଯେ ବାହାରୁ ଯେଉଁମାନେ ଫେରି କରିବାକୁ ଆସୁଛନ୍ତି ସ୍ଥାନୀୟ ଲୋକେ ତାଙ୍କୁ ଆଶ୍ରୟ ଦିଅନ୍ତୁ ନାହିଁ ଏବଂ ପ୍ରଶ୍ରୟ ଦିଅନ୍ତୁ ନାହିଁ। ସେମାନଙ୍କଠାରୁ ନ କିଣି ଦୋକାନରୁ କିଣନ୍ତୁ। ବାଂଲାଦେଶୀ ଆସୁଛନ୍ତି ଏବଂ ଚୋରି ଡକାୟତି ତାଙ୍କର ମୁଖ୍ୟ ଲକ୍ଷ୍ୟ ରହୁଛି। ଦିନରେ ଫେରି ବାହାନାରେ ରାତିରେ ଚୋରି ମୁଖ୍ୟ ଉଦ୍ଦେଶ୍ୟ ରହୁଛି। ତେଣୁ ନୂଆ ଲୋକ ଆସିଲେ ପୋଲିସକୁ ସୂଚନା ଦିଅନ୍ତୁ। ଜନସାଧାରଣ ପୋଲିସକୁ ସହଯୋଗ କଲେ ଅପରାଧ ନିଶ୍ଚିତ କମିବ। ସେମାନଙ୍କୁ କେହି ବି ଘର ଭଡ଼ା ଦେଉଥିଲେ ତାଙ୍କର ଆଧାର କାର୍ଡ ସହିତ ସମ୍ପୂର୍ଣ୍ଣ ବିବରଣୀ ଥାନାରେ ଦାଖଲ କରନ୍ତୁ ବୋଲି ଅପିଲ କରିଥିଲେ। ହଁ, ଗତ ଫେବୃଆରୀ ମାସରେ 11 ତାରିଖ ଦିନ ରାତିରେ କିଛି ଅଜଣା ଦୁର୍ବୃତ୍ତ ଆମର ଠାକୁରମୁଣ୍ଡା ବଜାରରେ ଥିବା ସୁନା ଦୋକାନ ରାଜେନ୍ଦ୍ର କୁମାର ସାହୁଙ୍କର ଦୋକାନରେ ପଛପଟ କାନ୍ଥକୁ ସେମାନେ ସିନ୍ଧି କରି ତାଙ୍କର ଲୁହା ଲକରକୁ କାଟିକି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ରୂପା ଚୋରି ହେଇଥିଲା। ଏ ବାବଦରେ ଆମର ଏସ୍ପି ସାହେବଙ୍କ ତତ୍ତ୍ୱାବଧାନରେ ଗୋଟିଏ ଟିମ୍ ଆମର ଠାକୁରମୁଣ୍ଡା ଆଇଆଇସି ଏବଂ ଇନ୍ସପେକ୍ଟର ସୁମିତ ସଜାରୀ ଯେ ମୋରଡ଼ା ଆଇଆଇସି ତାଙ୍କ ତତ୍ତ୍ୱାବଧାନରେ ଆମର ଟିମ୍ ଏଟା ଝାଡ଼ଖଣ୍ଡକୁ ଗସ୍ତ କରୁଥିଲେ। ପ୍ରାୟ ସପ୍ତାହରୁ 2 ସପ୍ତାହ ସେଠାରେ ଡେରା ପକେଇକି କ୍ରିମିନାଲଙ୍କର ଅନୁସନ୍ଧାନ ନେଇଥିଲେ ଏବଂ ସେମାନେ ସେଥିରେ ସକ୍ସେସଫୁଲ ହେଲେ। ପାଖାପାଖି ହାଫ୍ କେଜି ଆମାଉଣ୍ଟର ରୂପା କିଛି ଆମାଉଣ୍ଟର ସୁନା ତାକୁ ଜବତ କରାହେଇଛି। 2 ଜଣ ଆସାମୀକୁ ପୁଲିସ ଗିରଫ କରିକି ସେଠୁ ଆଣିଛି। ଏଥିରେ ଟୋଟାଲ 8 ଜଣ ସମ୍ପୃକ୍ତି ଥିଲେ। 2 ଜଣ ଗିରଫ ଅଛନ୍ତି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଟିମ୍ ବାହାରେ ଅଛି। ବଡ଼ କଥା ଏଠି ହଉଛି ଏଇ ଘଟଣାରେ ଯୋଉମାନେ ବି ଇନଭଲ୍ଭ ଥିଲେ ସେମାନେ ଆଗରୁ ଏ ଅଞ୍ଚଳର ଫେରି କରୁଥିଲେ। ଏ ଫେରିବାଲା ଏଠି ସବୁ ଜାଣିଥିଲେ ଯେହେତୁ ବର୍ତ୍ତମାନ ସୁନାର ଦର ରୂପାର ଦର ଆକାଶ ଛୁଆଁ ବଢିଯାଇଛି, ତେଣୁ କ୍ରିମିନାଲ ମାନେ ପଛରେ ପଡିଛନ୍ତି। ସମସ୍ତଙ୍କୁ ମୋର ରିକ୍ୱେଷ୍ଟ ଅଛି, ଆପଣ ଟିକେ ଆଲର୍ଟ ହେଇ ନିଜ ଅଞ୍ଚଳର ଯୋଉମାନେ ବାହାରିଆ ଲୋକ ଆସୁଛନ୍ତି କାମ ସିମେଣ୍ଟ କାମ ହଉ ମାର୍ବଲ କାମ ହଉ ବା ଫେରିବାଲା ହଉ ତାଙ୍କ ଉପରେ କଡା ନଜର ଟିକେ ରଖନ୍ତୁ। ପୁଲିସ ସହିତ ସହଯୋଗର ହାତ ବଢାଇ ସେମାନଙ୍କ ଉପରେ ପୁଲିସ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ। ସାର୍ କୋଉ ଜାଗାରୁ ସାର୍ ଏମାନଙ୍କୁ ଧରା ହେଲା ସାର୍? ଏମାନଙ୍କୁ ଝାଡଖଣ୍ଡର ଧରା ରାଜମହଲ ଥାନା ଅଛି ସେ ଅଞ୍ଚଳରୁ ଝାଡଖଣ୍ଡରୁ ଅଣା ହେଇଛି। ଜଣକୁ ଏଠି ସେ ଫେରାର ହେଇଯାଇଥିଲା। ଏଠି ଆମର ଜଣକୁ ଯୋଶୀପୁର ପାଖାପାଖି ଅଞ୍ଚଳରୁ ଧରା ହେଇଛି। ଧନ୍ୟବାଦ। କେଉଁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।